ଜାପାନରେ ରହଣି ସମୟରେ ସବୁଠୁ ମନଛୁଆଁ ଥିଲା ତାର ପରିଷ୍କାର ପରିଚ୍ଛନ୍ନତା ଓ ସବୁଜ ସୁନ୍ଦର ପରିବେଶ। ଘର ହେଉ ବା ବାହାର ସ୍କୁଲ ରାସ୍ତାଘାଟ ଅଥବା ଅଫିସ୍ କେଉଁଠି ହେଲେ ଟିକିଏ ଅଳିଆ ବା ଅଦରକାରୀ ଜିନିଷ ଫିଙ୍କା ଫୋପଡ଼ା ହୋଇଥିବାର ନଜରକୁ ଆସିଲା ନାହିଁ। ମନରେ ପ୍ରଶ୍ନ ଉଠୁଥାଏ, ଏମାନେ ତେବେ ଅଳିଆ ଆବର୍ଜନାକୁ କରନ୍ତି କ'ଣ? ନଜର ପଡ଼ିଲା ହୋଟେଲ ଲବିରେ ଥିବା ତିନୋଟି ଭିନ୍ନ ଭିନ୍ନ ରଙ୍ଗର ଅଳିଆ ପାତ୍ର ଉପରେ। ଗୋଟିଏ ସ୍ଥାନରେ ତିନୋଟି ଅଳିଆ ପାତ୍ର ଦେଖି ଏହାର କାରଣ କିଛି ବୁଝିପାରିଲି ନାହିଁ। ଆମ ସହ ଥିବା ଜାପାନୀ ସଂଯୋଜିକା ସୋମା ସାନ୍ଙ୍କୁ ଏ ବିଷୟରେ ପଚାରିଲି। ସେ ମୋର ଆଗ୍ରହ ଦେଖି କହିଲେ, ଆପଣ ଯେଉଁ ସବୁଜ ରଙ୍ଗର ଡଷ୍ଟବିନ୍ ଦେଖୁଛନ୍ତି, ସେଥିରେ ଦାହ୍ୟ ବର୍ଜ୍ୟବସ୍ତୁ ପକାଯାଏ। ଲାଲ ରଙ୍ଗର ଡଷ୍ଟବିନ୍ରେ ଅଦାହ୍ୟ ବର୍ଜ୍ୟବସ୍ତୁ ଓ ନାଲି ରଙ୍ଗର ଡଷ୍ଟବିନ୍ରେ ପୁନଃଚକ୍ରଣ ଯୋଗ୍ୟ ବର୍ଜ୍ୟବସ୍ତୁ ପକାଯାଏ। ଦୈନନ୍ଦିନ ଜୀବନରେ ଆବର୍ଜନାର ପରିମାଣ କମାଇବା ପାଇଁ ଜାପାନୀମାନେ ମୂଳରୁ ସତର୍କତା ଅବଲମ୍ବନ କରିଥାନ୍ତି। ସେମାନେ ଖାଇବା ସମୟରେ ଖାଦ୍ୟ ନଷ୍ଟ କରନ୍ତି ନାହିଁ। ଯେତିକି ଖାଇବେ ସେତିକି ନିଅନ୍ତି। ଜିନିଷ କିଣିବା ବେଳେ ଯେଉଁ ଜିନିଷ ଶୀଘ୍ର ନଷ୍ଟ ହୁଏ ନାହିଁ, ସେପରି ଜିନିଷ କିଣିବାକୁ ପସନ୍ଦ କରିଥାନ୍ତି। ଦ୍ୱିତୀୟତଃ, ଥରେ ବ୍ୟବହାର ପରେ ଜାପାନୀମାନେ କୌଣସି ଜିନିଷ ସଙ୍ଗେ ସଙ୍ଗେ ଫିଙ୍ଗି ଦିଅନ୍ତି ନାହିଁ। ପ୍ରତ୍ୟେକ ଜିନିଷ ଫୋପାଡ଼ିବା ପୂର୍ବରୁ ଏହା କେଉଁ ଉପାୟରେ ବ୍ୟବହାର କରାଯାଇପାରିବ ଚିନ୍ତା କରିଥାନ୍ତି। ଅଯଥା ଦୋକାନରୁ ପଲିଥିନ୍ଟିଏ ନ ଆଣି ସେମାନେ ନିଜ ବ୍ୟାଗରେ ଜିନିଷ ଆଣିବାକୁ ପସନ୍ଦ କରିଥାନ୍ତି। ତୃତୀୟତଃ, ଅଳିଆ ଫୋପାଡ଼ିବା ସମୟରେ ସେମାନେ ଦେଖନ୍ତି କେଉଁଗୁଡ଼ିକର ପୁନଃଚକ୍ରଣ ସମ୍ଭବ, କେଉଁଟି ଦାହ୍ୟ ବା ଅଦାହ୍ୟ। ସେହି ଅନୁସାରେ ସେମାନେ ଭିନ୍ନ ଭିନ୍ନ ଡଷ୍ଟବିନ୍ରେ ପକାଇଥାନ୍ତି। ପୁନଃଚକ୍ରଣ ପଦ୍ଧତିରେ ଜାପାନୀମାନେ ବର୍ଜ୍ୟବସ୍ତୁରୁ ବହୁତ ବ୍ୟବହାର୍ଯ୍ୟ ପଦାର୍ଥ ଯଥା ନାନା ରଙ୍ଗର ପୋଷାକ, ବୋତଲ, ଟ୍ରେ, କାର୍ଟୁନ ଇତ୍ୟାଦି ତିଆରି କରିଥାନ୍ତି। ଜାପାନର ଓକିନାୱା ରାଜ୍ୟର ୟୋମେଲ ସିନିୟର ହାଇସ୍କୁଲରେ ଆମେ ଗୋଟିଏ ଦିନ କଟାଇବାର ସୁଯୋଗ ପାଇଥିଲୁ। ଏ ଦେଶର 100% ଲୋକ ସାକ୍ଷର। ସେଠାରେ 15 ବର୍ଷ ବୟସ ପର୍ଯ୍ୟନ୍ତ ଶିକ୍ଷା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ। ଶିଶୁମାନେ 4 ରୁ 6 ବର୍ଷ ବୟସ ପର୍ଯ୍ୟନ୍ତ 3 ବର୍ଷ କେଜି ସ୍କୁଲକୁ ଯାଆନ୍ତି। ଏହାପରେ 7 ରୁ 12 ବର୍ଷ ବୟସ ପର୍ଯ୍ୟନ୍ତ 6 ବର୍ଷ ପ୍ରାଥମିକ ଶିକ୍ଷା ଓ 13 ରୁ 15 ବର୍ଷ ପର୍ଯ୍ୟନ୍ତ 3 ବର୍ଷର ଜୁନିୟର ହାଇସ୍କୁଲ ଶିକ୍ଷା ବାଧ୍ୟତାମୂଳକ। ଏହାପରେ 16 ବର୍ଷରୁ 18 ବର୍ଷ ବୟସ ପର୍ଯ୍ୟନ୍ତ ମଧ୍ୟ 3 ବର୍ଷର ହାଇସ୍କୁଲ ଶିକ୍ଷା ବ୍ୟବସ୍ଥା ରହିଛି। ସେଠାରେ ମାତୃଭାଷାକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଜାପାନୀ ଛାତ୍ରମାନେ ଗଣିତ ବିଜ୍ଞାନରେ କିନ୍ତୁ ପଛୁଆ ନୁହନ୍ତି। ସେଠାର ଅଧିକାଂଶ ଭଲ ଛାତ୍ର ବୈଜ୍ଞାନିକ ହେବା ପାଇଁ ଲକ୍ଷ୍ୟ ରଖନ୍ତି। ଜାପାନୀ ସ୍କୁଲରେ ପାଠ ବିଷୟ ସଙ୍ଗେ ସଙ୍ଗେ ଶାରୀରିକ ଶିକ୍ଷା ଓ ଖେଳକୁଦକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ସେଠିକାର ଛାତ୍ରଛାତ୍ରୀମାନେ କୌଣସି କାର୍ଯ୍ୟ ପାଇଁ ପିଅନ ଉପରେ ନିର୍ଭର କରନ୍ତି ନାହିଁ। ଉଭୟ ପୁଅ ଝିଅ ମିଶି ଶ୍ରେଣୀଗୃହ, ଶିକ୍ଷକ ପ୍ରକୋଷ୍ଠ, ଏପରିକି ଶୌଚାଳୟ ମଧ୍ୟ ନିଜେ ସଫା କରିଥାନ୍ତି। ଏହି ସଫେଇ କାର୍ଯ୍ୟ ପାଇଁ ଛାତ୍ରଛାତ୍ରୀମାନଙ୍କୁ କେତୋଟି ଦଳରେ ବିଭକ୍ତ କରାଯାଇଥାଏ। ସେମାନେ ଦଳବଦ୍ଧ ଭାବରେ ଏହି କାର୍ଯ୍ୟ କରିଥାନ୍ତି। ସେଠାରେ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତି। ଜାପାନୀମାନେ ପରିଶ୍ରମୀ ଓ କର୍ମଠ। ଜାପାନ ଆଜି ଏକ ଆଗୁଆ ରାଷ୍ଟ୍ର ହେବାର କାରଣ ମୁଖ୍ୟତଃ ତାଙ୍କର ଜୀବନଶୈଳୀ। ଏହା ମୋର ଅଙ୍ଗେ
ନିଭା ଅନୁଭୂତିରୁ ଜାଣିବାକୁ ପାଇଲି। ଜାପାନୀ ଶୃଙ୍ଖଳାର ପ୍ରଥମ ନିଦର୍ଶନ ହେଲା ସମୟାନୁବର୍ତ୍ତିତା। ସେମାନେ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ଅନୁସାରେ ହିଁ କରିଥାନ୍ତି। 1 ମିନିଟ୍ ବିଳମ୍ବକୁ ମଧ୍ୟ ସେମାନେ ପସନ୍ଦ କରନ୍ତି ନାହିଁ। ଏ ସମ୍ପର୍କରେ ମୋର ଗୋଟିଏ ଅନୁଭୂତି। ଜାପାନରେ ପ୍ରାୟତଃ ଭୋଜନ ସମୟ ସକାଳ 7ଟାରୁ 8ଟା। ମାତ୍ର 7ଟା 30 ସମୟରେ ମୁଁ ଦେଖିଲି 3 ଜଣ ପିଲା ପ୍ରାୟତଃ ଭୋଜନ ପାଇଁ ଆସିନାହାନ୍ତି। ଅନୁସନ୍ଧାନ କରି ଜାଣିଲି ଯେ ସେମାନେ ନିଘୋଟ ନିଦରେ ଶୋଇଛନ୍ତି। ମୁଁ ସେମାନଙ୍କୁ ନିଦରୁ ଉଠାଇ ତୁରନ୍ତ ପ୍ରସ୍ତୁତ ହୋଇ ଆସିବାକୁ କହିବା ସଙ୍ଗେ ସଙ୍ଗେ ସେମାନଙ୍କ ପାଇଁ ଜଳଖିଆ ରଖିବାକୁ ଅନୁରୋଧ କଲି। ମୋତେ ଅନୁରୋଧ ସତ୍ତ୍ୱେ ସେମାନେ ଠିକ୍ 8ଟା ବେଳେ ଜଳଖିଆ ପ୍ରକୋଷ୍ଠର ଦ୍ୱାର ବନ୍ଦ କରିଦେଲେ। ପିଲା 3 ଜଣ ପ୍ରସ୍ତୁତ ହୋଇ ଆସିବା ବେଳକୁ 8ଟା ବାଜି 2 ମିନିଟ୍ ହୋଇଯାଇଥିଲା। ମାତ୍ର 2 ମିନିଟ୍ ବିଳମ୍ବରେ ଆସିଥିବା ଭାରତୀୟ ଛାତ୍ର 3 ଜଣଙ୍କୁ ସେଦିନ ପ୍ରାୟତଃ ଭୋଜନରୁ ବଞ୍ଚିତ ହେବାକୁ ପଡ଼ିଥିଲା। ମୁଁ ଦାୟିତ୍ୱରେ ଥିବା ଜାପାନୀ ସଂଯୋଜିକାକୁ ଜଣାଇଥିଲି। ସେ କହିଲେ, ମୁଁ ଦୁଃଖିତ, ସେମାନେ ଠିକ୍ ସମୟରେ ଆସିଲେ ନାହିଁ, ତେଣୁ ମୁଁ ସାହାଯ୍ୟ କରିବାକୁ ଅସମର୍ଥ। ଜାପାନରେ ସଭା ସମିତି ନିର୍ଦ୍ଧାରିତ ସମୟରେ ଆରମ୍ଭ ହୁଏ ଓ ଶେଷ ହୁଏ। ଜାପାନୀମାନେ ଭାଷଣକୁ ପସନ୍ଦ କରନ୍ତି ନାହିଁ। ସେମାନେ ଖୁବ୍ କମ୍ କଥା କହନ୍ତି ଓ ସଭାର ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିଥାନ୍ତି। ଜାପାନୀମାନେ ସ୍ୱଭାବରେ ଅତି ସରଳ ଓ ନମ୍ର। ସେମାନେ ଅଭିବାଦନ ଜଣାଇବା ବେଳେ ପୂରା ଅଣ୍ଟାଠାରୁ ନଇଁ ସମ୍ମାନ ଜଣାଇଥାନ୍ତି। ନୀରବତା ମଧ୍ୟରେ ସେମାନେ ବହୁତ କିଛି ପ୍ରକାଶ କରିପାରନ୍ତି। ସେମାନେ ଛୋଟ ଛୋଟ କଥା ପାଇଁ ମଧ୍ୟ ଅନ୍ୟକୁ ପ୍ରଶଂସା କରନ୍ତି। ଜାପାନୀମାନଙ୍କଠାରୁ ଆମର ଅନେକ କଥା ଶିଖିବାର ଅଛି। ଭ୍ରମଣ ପାଇଁ ଜାପାନ ଯେମିତି ଗୋଟିଏ ସୁନ୍ଦର ଦେଶ, ଶିଖିବା ପାଇଁ ସେମିତି ଗୋଟିଏ ଉତ୍କୃଷ୍ଟ ସ୍ଥାନ।